ମାତ୍ର 17 ବର୍ଷ ବୟସରେ ମୋର ବାହାଘର 50 ବର୍ଷ ବୟସ୍କ ଲୋକ ସହ କରିଦିଆଗଲା। ଏକ ଦୁଃଖ ଭରା କାହାଣୀ। ମାତ୍ର 6 ବର୍ଷ ବୟସରେ ବାପା ମା ମୋତେ ଏକା କରି ଆର ପାରିକି ଚାଲିଗଲେ। ଆକ୍ସିଡେଣ୍ଟରେ ସେମାନେ ପ୍ରାଣ ହରେଇଥିଲେ। ବାପା ମା ଘର ଲୋକଙ୍କ ବିରୋଧରେ ଯାଇକି ଲଭ୍ ମ୍ୟାରେଜ କରିଥିଲେ। ଫଳରେ ବାପାଙ୍କ ଘର ଲୋକ ତାଙ୍କୁ ଘରୁ କାଢ଼ି ଦେଇଥିଲେ। ସେମାନେ ଚାଲିଗଲା ପରେ ମୁଁ ବେସାହାରା ହେଇଗଲି। ସେଥିପାଇଁ ଆଈ ମୋତେ ତା ପାଖକୁ ନେଇ ଆସିଲା। ମାଇଁ ତ ମୋତେ ବିଲକୁଲ ପସନ୍ଦ କରୁନଥିଲେ, କିନ୍ତୁ ଘର ଆଈ ନାଁରେ ଥିବା ଯୋଗୁଁ ସେ ମୋତେ ଘରେ ରଖିବାକୁ ବାଧ୍ୟ ହେଲେ। ନହେଲେ ତ ମାଇଁ ମୋତେ କେବେଠୁ ଘରୁ ବାହାର କରିସାରନ୍ତେଣି। ହଁ, ମାମୁଁ ମୋତେ ବହୁତ ଗେଲା କରନ୍ତି, କିନ୍ତୁ ମାଇଁ ଆଗରେ ସେ ଲାଚାର। ମୋତେ ଗେଲା କରିବାକୁ ଡରନ୍ତି। ମାମୁଁ ମୋତେ କଷ୍ଟେ ମଷ୍ଟେ ଯୁକ୍ତ 2 ଯାଏଁ ପଢ଼େଇଲେ। ଆଗକୁ ପଢ଼ିବାକୁ ମୋର ବହୁତ ଇଚ୍ଛା ଥିଲା। ମାଇଁ ରୋକଠୋକ ମାମୁଁକୁ ଶୁଣେଇ ଦେଲେ, ତାର ପାଠପଢ଼ା ସେତିକି ଥାଉ, ଏଥର କୋଉଠି ପ୍ରସ୍ତାବ ଦେଖିକି ବାହା କରେଇ ଦିଅ, ମୋ ମୁଣ୍ଡରୁ ବୋଝ ଯିବ। ମାମୁଁ ଆଉ ଆଈ ଏତେ ଛୋଟରୁ ବାହାଘର କରିବାକୁ ରାଜି ନଥିଲେ। କିନ୍ତୁ ମାଇଁ କାହା କଥା ଶୁଣିଲେନି। ମୋ ପାଠପଢ଼ାରେ ଡୋରି ବନ୍ଧା ହେଲା। ଆଉ ବାହାଘର ପାଇଁ ପ୍ରସ୍ତାବ ଦେଖିବା ଆରମ୍ଭ କଲେ। ବିନା ଯୌତୁକରେ ମୋ ଭଳି ଗୋଟେ ଅନାଥ ଝିଅକୁ ବାହା ହେବାକୁ କେହି ରାଜି ହେଉନଥିଲେ। ମାଇଁ ଏଥର ମୋ ପାଇଁ ବୟସ୍କ ଲୋକଙ୍କ ପ୍ରସ୍ତାବ ଆଣିଲେ। ଆଈ ବହୁତ ମନ ଦୁଃଖ କରୁଥିଲା। ମାଇଁ କିନ୍ତୁ ଖୁଣ୍ଟା ଦେଇ କହୁଥିଲେ, ତା ମା ବାପା ଘରେ ପଇସା ଗଛ ଲଗେଇକି ଯାଇନାହାନ୍ତି ଯେ ମୁଁ ତାକୁ ଯୌତୁକ ଦେଇକି ଭଲ ଘରେ ବାହା କରିବି। ଶେଷରେ 50 ବର୍ଷ ବୟସର ଗୋଟେ ବୟସ୍କ ବ୍ୟକ୍ତି ସହ ମୋର ବାହାଘର ଠିକ୍ ହେଇଗଲା। ମୋ ମନ ଦଶା ସେତେବେଳେ କ'ଣ ହେଇଥିବ ଆପଣମାନେ ବୁଝିପାରୁଥିବେ। କାନ୍ଦି କାନ୍ଦି ଆଖି ଫୁଲି ଯାଇଥାଏ। ଆଈ ପ୍ରତିବାଦ କଲା, ଏ କି କଥା କହୁଛୁ? 17 ବର୍ଷ ବୟସରେ ତାକୁ ବାପ ବୟସର ଗୋଟେ ଲୋକ ହାତରେ କେମିତି ବାହା କରେଇ ଦେବୁ? ହଁ, ମୁଁ କଥା ଦେଇ ସାରିଛି ମାନେ ବାହାଘର ସେଇଠି ହେବ। ବୟସ ହେଲେ କ'ଣ ହେଲା? ଲୋକଟା ସରକାରୀ ଚାକିରି କରିଛି। ଘର ଗାଡ଼ି ବ୍ୟାଙ୍କ ବାଲାନ୍ସର ଅଭାବ ନାହିଁ। ତମ ନାତୁଣୀକୁ କ'ଣ ଆଠୁ ଆଉ ଭଲ ପ୍ରସ୍ତାବ ମିଳିଯିବ ନା କ'ଣ? ଆଈର ଗୋଟେ ହେଲେ କଥା ମାଇଁ ଶୁଣିଲେନି। ମୋର ବାହାଘର ହେଇଗଲା। ମାତ୍ର 2 ଖଣ୍ଡ ଶାଢ଼ୀ ମୋ ହାତରେ ଧରେଇ ଦେଇ ମାଇଁ ମୋତେ ଘରୁ ବିଦା କରିଦେଲେ। ମୁଁ ଶାଶୁ ଘରେ ପହଞ୍ଚିଲି। ରମେଶ, ଯିଏ ମୋର ସ୍ୱାମୀ ଥିଲେ, ମୋତେ ଘର ଭିତରେ ଛାଡ଼ିକି କହିଲେ, ତମେ ଭିତରକୁ ଯାଅ, ମୋର ବାହାରେ ଟିକେ କାମ ଅଛି, ସାରିକି ଆସୁଛି। ମୁଁ ମୁଣ୍ଡ ସେମିତି ତଳକୁ କରିକି ହଁ କଲି। ତାପରେ ସେ ବାହାରକୁ ପଳେଇଲେ। ମୁଁ ଭିତରକୁ ଯାଇକି ଦେଖିଲି ଘର ବହୁତ ସୁନ୍ଦର ଥିଲା। ଘର ତ ନୁହେଁ, ଗୋଟେ ମହଲ କହିଲେ ଚଳିବ। ଘରେ 2 ଜଣ ଚାକରଙ୍କୁ ଛାଡ଼ିଦେଲେ କେହି ନଥିଲେ। ମୁଁ ମାଇଁଙ୍କଠୁ ଯାହା ଶୁଣିଥିଲି, ରମେଶଙ୍କ ସ୍ତ୍ରୀଙ୍କର ଦେହାନ୍ତ ହେଇଯାଇଥିଲା, ଆଉ ତାଙ୍କର 2 ଜଣ ପୁଅ ମଧ୍ୟ ଥିଲେ। ମୁଁ ଚୁପ୍ ସେ ଯାଇକି ରୁମ୍ରେ ମୋ ସ୍ୱାମୀଙ୍କ ଅପେକ୍ଷା କଲି। ବହୁତ ଡେରିରେ ସେ ଘରକୁ ଫେରିଲେ। ପଚାରିଲେ, ଡେରି ହେଲାଣି, ତମେ ଏଯାଏଁ ଶୋଇନ? ମୁଁ ପ୍ରଥମ ଥର ପାଇଁ ମୁଣ୍ଡ ଉଠେଇକି ତାଙ୍କ ଆଡ଼େ ଚାହିଁଲି। ତାଙ୍କୁ ଦେଖିଲା ପରେ ମୋ ମନର ସବୁ ଇଚ୍ଛା ଆକାଂକ୍ଷା ମାଟିରେ ମିଶିଗଲା। ମୁଣ୍ଡରେ ଗୋଟେ ହେଲେ ଚୁଟି ନଥିଲା। ପେଟ ଆଗକୁ ବାହାରି ଯାଇଥିଲା। ମୁହଁରେ ଭଙ୍ଗ ପଡ଼ିଯାଇଥିଲା। ଆଉ ମୁଁ ଥିଲି 17 ବର୍ଷର ଗୋଟେ ସୁନ୍ଦର ଯୁବତୀ। ବାପା ସମାନ ଗୋଟେ ଲୋକଙ୍କର ମୋ ସ୍ତ୍ରୀ, ଏଇ ସତ୍ୟତାକୁ ମୁଁ ସହଜରେ ହଜମ କରିପାରୁନଥିଲି। କିନ୍ତୁ ଯାହା ସତ ତାକୁ ଗ୍ରହଣ କରିବାକୁ ପଡ଼ିବ। ସେ କଥାରେ ଅଛି ନା, ଭାଗ୍ୟରେ ଯାହା ଥାଏ ତାହା ହେଇକି ହିଁ ରହେ। ତେଣିକି ତମର ଇଚ୍ଛା ଥାଉ କି ନଥାଉ। ସେ ମୋତେ ଘରର ଚଳଣି ସହିତ କୋଉଠି କ'ଣ ଅଛି ସବୁ ବୁଝେଇ ଦେଲେ। ଆଉ କହିଲେ, ମୋର 2 ପୁଅ ଏଇ ବାହାଘରରେ ରାଜି ନଥିଲେ, ସେମାନଙ୍କଠୁ ଟିକେ ଦୂରେଇକି ରହିବ। ମୁଁ ଆଶ୍ଚର୍ଯ୍ୟ ହେଇକି ପଚାରିଲି, ସେମାନେ ଯଦି ରାଜି ନଥିଲେ, ତମେ କ'ଣ ପାଇଁ ଦ୍ୱିତୀୟ ବିବାହ କଲ? ମୋ ସ୍ତ୍ରୀ ମରିଗଲା ପରେ ଏକଲାପଣ ମୋତେ ଖାଇ ଗୋଡ଼ଉଥିଲା। ପୁଅମାନେ ମୋ କଥା ଜମା ଶୁଣୁନଥିଲେ କି ମୋ ପାଖେ ବସିକି ଦିପଦ କଥା ହେଉନଥିଲେ। ମୁଁ ଦିନକୁ ଦିନ ରୋଗଗ୍ରସ୍ତ ହେଇଯାଉଥିଲି। ମୋର ଧ୍ୟାନ ରଖିବାକୁ କେହି ଜଣେ ଦରକାର ଭାବିକି ବିବାହ ନିଷ୍ପତ୍ତି ନେଲି। କିନ୍ତୁ ମୁଁ ତମ ସାଙ୍ଗେ ସ୍ୱାମୀ ସ୍ତ୍ରୀର ସେମିତି କିଛି ସମ୍ପର୍କ ରଖିପାରିବିନି।
ମୁଁ ମଧ୍ୟ ଏ ନିଷ୍ପତ୍ତିରେ ଖୁସି ଥିଲି, କାରଣ ମୁଁ ତାଙ୍କୁ ବିଲକୁଲ ପସନ୍ଦ କରୁନଥିଲି। କିନ୍ତୁ ସେ ବହୁତ କଠୋର ଥିଲେ। ତାଙ୍କ ହିସାବରେ ମୋତେ ରହିବାକୁ ପଡ଼ିବ ଏକଥା ସେ ମୋତେ ଜଣେଇଦେଲେ। ମୋତେ ବାହାରକୁ ଯିବା ଆସିବା ପାଇଁ ମନା କରିଦେଲେ। ଏମିତିକି ଆଈକୁ ଦେଖା କରିବାକୁ ମଧ୍ୟ ମନା କଲେ। ମୁଁ ଭାବୁଥିଲି ଜୀବନ ସାରା ତ ମାଇଁଙ୍କ ହିସାବରେ ବଞ୍ଚିଲି। ଭାବିଥିଲି ବାହା ହେବା ପରେ କମ୍ ସେ କମ୍ ନିଜ ହିସାବରେ ବଞ୍ଚିବି। କିନ୍ତୁ ଏଠି ମଧ୍ୟ ମୁଁ ପରାଧୀନ। ନିଜ ଇଚ୍ଛାରେ ବଞ୍ଚିବା ମୋ ପାଇଁ ସ୍ୱପ୍ନ। ତା ପରଦିନ ଆମେ ସ୍ୱାମୀ ସ୍ତ୍ରୀ 2 ଜଣ ଯାକ ଡାଇନିଂ ରୁମ୍କୁ ଜଳଖିଆ କରିବା ପାଇଁ ଗଲୁ। ମୁଁ ଦେଖିଲି ସେଠି ତାଙ୍କର 2 ପୁଅ ଆଗରୁ ବସିଥିଲେ। ମୋ ସ୍ୱାମୀ ମୋର ପରିଚୟ କରେଇ ସେମାନଙ୍କୁ କହିଲେ, ଇଏ ତମର ନୂଆ ମା। 2 ପୁଅ ଯାକ ମୋତେ ଦେଖିକି ଆଶ୍ଚର୍ଯ୍ୟ ହେଇକି ଅନେଇ ରହିଲେ। ବୋଧେ ସେମାନଙ୍କ ବାପା ଆଉ ମୋ ଭିତରେ ଥିବା ବୟସ ବ୍ୟବଧାନକୁ ଦେଖିକି ସେମାନେ ବିରକ୍ତ ଭାବ ପ୍ରକାଶ କରୁଥିଲେ। ବାପାଙ୍କୁ ତ ରାଗରେ ଅନଉଥିଲେ। 2 ପୁଅ ସୁଧାଂଶୁ ଆଉ ଶୁଭମ ଦେଖିବାକୁ ରାଜକୁମାର ପରି ସୁନ୍ଦର ଥିଲେ। ବଡ଼ ପୁଅ ସୁଧାଂଶୁ ମୋଠୁ 4-5 ବର୍ଷ ବଡ଼ ହେବ। ତାକୁ ଦେଖିବା ପରେ ଜାଣିନି କ'ଣ ପାଇଁ ମୋ ମନରେ ଗୋଟେ ଅଲଗା ପ୍ରକାର ଭାବନା ଆସିଲା। ଲାଗିଲା ଯେମିତି ମୁଁ ତାକୁ ପସନ୍ଦ କରୁଛି, ମାନୁଛି। ସମ୍ପର୍କରେ ଯେହେତୁ ମୁଁ ମା, ମୋର ଏମିତି ଭାବନା ଅନୁଚିତ ଥିଲା। କିନ୍ତୁ ମୁଁ ରମେଶକୁ ମନରୁ ସ୍ୱାମୀ ଭାବେ ଗ୍ରହଣ କରିପାରୁନଥିଲି। ଲଞ୍ଚ ବେଳେ ସୁଧାଂଶୁ ଡାଇନିଂରେ ବସିଲା। ଚାକରାଣୀ ଖାଇବା ବାଢ଼ିବାକୁ ଗଲାବେଳେ ମୁଁ ତା ହାତରୁ ଖାଇବା ନେଇ ସୁଧାଂଶୁ ପାଖକୁ ଗଲି। କିନ୍ତୁ ସେ ମୋ ଉପରେ ଖୁବ୍ ରାଗିଲା। ତମକୁ କିଏ କହିଲା ମୋ ସାମ୍ନାକୁ ଆସିବାକୁ? ତମେ ମୋ ବାପାଙ୍କ ସ୍ତ୍ରୀ ହେଇପାର, କିନ୍ତୁ ମୋର ମା ନୁହଁ। ତମେ ଏଠୁ ଯାଅ। ସେ ମୋ ଉପରେ ପ୍ରାୟ ଚିଡ଼େ। ମୁଁ କିନ୍ତୁ କିଛି କହେନି। ସେ ମନା କରିଥିଲେ ତାଙ୍କ ପୁଅମାନଙ୍କ ସାମ୍ନାକୁ ଯିବା ପାଇଁ। ସେହି କାରଣରୁ ମୁଁ ରୁମ୍ରେ ପ୍ରାୟ ରହେ। କିନ୍ତୁ ସେ ଗଲା ପରେ ମୋ ନଜର ସୁଧାଂଶୁକୁ ଖୋଜେ। ପିଲାବେଳୁ ବାପା ମାଙ୍କ ସ୍ନେହ ପାଇଲିନି। ତାପରେ ତ ମାଇଁ ସବୁବେଳେ ମୋର ତିରସ୍କାର କଲେ। ସ୍ୱାମୀ ମଧ୍ୟ ମୋତେ ନିଜ ସ୍ୱାର୍ଥ ପାଇଁ ବାହା ହେଲେ। ସେଥିପାଇଁ ବୋଧେ ମୁଁ ସୁଧାଂଶୁ ଭିତରେ ମୋ ଭଲ ପାଇବାକୁ ଖୋଜୁଥିଲି। କିନ୍ତୁ ଦିନେ ଏମିତି କିଛି ଘଟିଲା ଯାହା ମୋର ଅସ୍ତିତ୍ୱକୁ ହିଁ ଭାଙ୍ଗିକି ଚୁରମାର କରିଦେଲା। ସୁଧାଂଶୁ ହଠାତ୍ ଆସିକି କହିଲା, ବାପା, ତମ ସ୍ତ୍ରୀ ଧନ ଲୋଭରେ ମୋତେ ମାରିବାକୁ ଚେଷ୍ଟା କରୁଛି। ଜାଣିଛ, ଆଜି କ୍ଷୀରରେ ସେ ମୋତେ ବିଷ ମିଶେଇକି ଦେଇଥିଲା। ଭଲ ହେଲା ମୁଁ ପିଇବା ପୂର୍ବରୁ ଜାଣିଗଲି, ଆଉ ନ ପିଇକି ଫିଙ୍ଗିଦେଲି। ରମେଶ ରାଗିକି ମୋ ଆଡ଼େ ଅନେଇଲେ। ଏ ମୁଁ କ'ଣ ଶୁଣୁଛି ନେହା? ସୁଧାଂଶୁ ଯାହା କହୁଛି କ'ଣ ସତ? ନା, ମୋ କଥା ତମେ ବିଶ୍ୱାସ କର। ସେମିତି କିଛି ନାହିଁ। ମୁଁ ଜାଣିନି ସୁଧାଂଶୁ କ'ଣ ପାଇଁ ମୋ ନାଁରେ ମିଛ କହୁଛି। ବାପା, ତମେ ନିଜ ପୁଅକୁ ବିଶ୍ୱାସ କରିବ ନା କାଲି ଆସିଥିବା ଏଇ ପର ଝିଅକୁ ବିଶ୍ୱାସ କରିବ? ବାପା, ଏତେ ଧନ ସମ୍ପତ୍ତି ଦେଖିକି ହଡ଼ପ କରିବାକୁ ସେ ଏମିତି ଯୋଜନା କରିଥିଲା। ସେଥିପାଇଁ ତ ଏତେ ବୟସ ବ୍ୟବଧାନ ଥାଇ ମଧ୍ୟ ସେ ତମକୁ ବାହା ହେବା ପାଇଁ ରାଜି ହେଇଗଲା। ରମେଶ ମୋ ଉପରେ ରାଗିକି ନିଆଁ ହେଇଗଲେ। ତୋର ଏମିତି କରିବାକୁ ସାହସ କେମିତି ହେଲା? ଯା, ଏଇ ମୁହୂର୍ତ୍ତରେ ତୁ ଘରୁ ବାହାରି ଯା। ମୁଁ କାକୁତି ମିନତି ହେଲି, ଦୟା କରିକି ମୋତେ କାଢ଼ନି, ମୁଁ କୁଆଡ଼େ ଯିବି? ସେ କିନ୍ତୁ କିଛି ଶୁଣିଲେନି, ଆଉ ମୋତେ ଘରୁ କାଢ଼ିଦେଲେ। ମୁଁ ବାଧ୍ୟ ହେଇକି ମାମୁଁ ଘରକୁ ଫେରିଲି। ଆଈକୁ ଧରିକି କାନ୍ଦିଲି, ତାକୁ ସବୁ କଥା କହିଲି। ଆଈ ସବୁ କଥା ଶୁଣିବା ପରେ କାନ୍ଦି କାନ୍ଦି ବେହାଲ ହେଲା। ମାଇଁ ସବୁ କଥା ଜାଣିକି ଆଈକୁ କହିଲେ, ଯେତେବେଳେ ତା ମା ବାପା ମରିଗଲେ ମୁଁ କହିଥିଲି ତମେ ତାକୁ ଅନାଥ ଆଶ୍ରମରେ ଛାଡ଼ିଦିଅ। ତମେ ଶୁଣିଲନି, ଏଇ ଅଲକ୍ଷଣକୁ ଆଣିକି ମୋ ମୁଣ୍ଡରେ ବୋଝ କରିକି ବସେଇଦେଲ। ମାଇଁ ମୋ ବିରୋଧରେ ସାଇ ପଡ଼ିଶାରେ ମିଛ ସତ କହିକି ଅପମାନ କରଉଥିଲେ। ସମସ୍ତଙ୍କୁ କହି ବୁଲୁଥିଲେ ଯେ ନେହାର ସ୍ୱାମୀ ନେହାକୁ ଛାଡ଼ି ଦେଇଛି। ମୋର ନିନ୍ଦାକୁ ଆଈ ସହି ପାରୁନଥିଲା। ସବୁବେଳେ ଚିନ୍ତାରେ ରହୁଥିଲା। ଆଉ ଦିନେ ସେ ମୋତେ ଏକା କରିକି ଆର ପାରିକି ଚାଲିଗଲା। ଏତେ ବଡ଼ ଦୁନିଆରେ ସିଏ ତ ମୋର ଏକମାତ୍ର ସାହାରା ଥିଲା। ଏବେ ମାଇଁ ମୋ ଜୀବନ ନର୍କ କରିଦେଲେ। ଘରର ସବୁ କାମ କଲା ପରେ ମୋତେ ଗଣ୍ଡେ ଖାଇବାକୁ ମିଳୁଥିଲା।
ଏମିତିରେ 8 ମାସ ବିତି ଯାଇଥିଲା। ଦିନେ ମାର୍କେଟରେ ସୁଧାଂଶୁ ଦେଖା ହେଇଗଲା। ମୁଁ ନ ଦେଖିଲା ପରି ପଳେଇ ଆସୁଥିଲି। ସେ କିନ୍ତୁ ମୋତେ ଦେଖିକି ମୋ ସାମ୍ନାକୁ ଆସିଗଲା। କହିଲା, ମୁଁ ତମକୁ ଦେଖା କରିବାକୁ ତମ ଘରକୁ ଆସୁଥିଲି। ଦେଖ, ମୋର ତମ ସହିତ କଥା ହେବାର କୌଣସି ଆଗ୍ରହ ନାହିଁ। ତମେ ଏଠୁ ପଳାଅ, ଆଉ ମୋ ମାମୁଁ ଘରକୁ ଆସିକି ତମାସା କରିବା ଦରକାର ନାହିଁ। ମୋତେ ସୁଧାଂଶୁକୁ ଦେଖିକି ଘୃଣା ଲାଗୁଥିଲା। ଦେଖ, ମୋର ଭୁଲ ହେଇଯାଇଛି, ମୋତେ କ୍ଷମା କରିଦିଅ। ମୁଁ କିନ୍ତୁ ତମ ବିରୋଧରେ ମିଛ ଏଥିପାଇଁ କହିଥିଲି କାରଣ ମୁଁ ଚାହୁଁନଥିଲି ତମେ ବାପାଙ୍କ ସହ ରୁହ। ତମେ ବାପାଙ୍କ ଝିଅ ବୟସର ଥିଲ। ତମ ଜୀବନ ଅକାରଣେ ନଷ୍ଟ ହେଉ ଏକଥା ମୁଁ ବିଲକୁଲ ଚାହୁଁନଥିଲି। ଆଉ ଏଇ ନର୍କରୁ ତମକୁ ବଞ୍ଚେଇବାର କୌଣସି ଉପାୟ ମୋ ମୁଣ୍ଡରେ ଜୁଟିଲାନି। ସେଥିପାଇଁ ମୁଁ ଏମିତି କରିବାକୁ ବାଧ୍ୟ ହେଲି। ବାପାଙ୍କ ଦେହ ମଝିରେ ବହୁତ ଜୋର ଖରାପ ହେଇଗଲା। ଆଉ ସେ ଆମକୁ ଛାଡ଼ିକି ଆରପାରିକୁ ଚାଲିଗଲେ। ଆଉ ଶେଷ ସମୟରେ ତମ ପାଇଁ ଗୋଟେ ଚିଠି ଦେଇ ଯାଇଛନ୍ତି। ଚିଠିଟି ଖୋଲିକି ପଢ଼ିଲି। ନେହା, ମୋର ସ୍ନେହ ନେବୁ। ଜାଣିଛୁ ମୁଁ ଗୋଟେ ପାପୀରେ। ତୁ ମୋ ଝିଅ ବୟସର ଥିଲୁ, ଅଥଚ ମୁଁ ନିଜ ସ୍ୱାର୍ଥ ପାଇଁ ତତେ ବାହା ହେବାର ଗୋଟେ ଏତେ ବଡ଼ ଭୁଲ ନିଷ୍ପତ୍ତି ନେଲି। ତୋ ଜୀବନକୁ ନର୍କ କରିଦେଲି। ସୁଧାଂଶୁ ଯାହା କରିଛି ଠିକ୍ କରିଛି। ତାକୁ କ୍ଷମା କରିଦେ। ମୋ ଭୁଲର ପରିଣାମ ମୋତେ ମିଳିଛି। ମୁଁ ଏଇ ଦୁନିଆ ଛାଡ଼ିବା ପୂର୍ବରୁ ତତେ ଗୋଟେ ଅନୁରୋଧ କରୁଛି। ତୁ ମୋ ପୁଅ ସୁଧାଂଶୁକୁ ନିଜର କରିନେ। ତାକୁ ବାହା ହେଇକି ସୁଖର ସଂସାର କରେ। ମୋତେ ଏବେ ସୁଧାଂଶୁ ଉପରେ ପ୍ରବଳ ରାଗ ମାଡ଼ିଲା। ମୋତେ ଲାଗିଲା ସୁଧାଂଶୁର ଏଇଟା ମଧ୍ୟ ଗୋଟେ ପ୍ଲାନ୍, ମୋତେ ପୁଣି ଥରେ ବଦନାମ କରିବା ପାଇଁ। କିନ୍ତୁ ଅକ୍ଷର ତା ବାପାଙ୍କ ଅକ୍ଷର ପରି ହିଁ ଲାଗୁଥିଲା। ତଥାପି ମୁଁ ତାକୁ ବିଶ୍ୱାସ କଲିନି। ମୋ ପିଛା ନ କରିବାକୁ କହିକି ସେଠୁ ପଳେଇ ଆସିଲି। ଘରେ ଆସିକି ଦେଖେ ତ ସୁଧାଂଶୁ ମାଇଁଙ୍କ ପାଖରେ ବସିଥିଲା। ମାଇଁଙ୍କ ହାତରେ ବିଡ଼ାଏ ଟଙ୍କା ଥିଲା। ମାଇଁ ଟଙ୍କା ଲୋଭରେ ମୋ ବାହାଘର ସୁଧାଂଶୁ ସହିତ କରେଇଦେଲେ। ମୁଁ ମୋ ଭାଗ୍ୟକୁ ନିନ୍ଦୁଥିଲି। ସତରେ ପ୍ରଭୁ, କି ଜୀବନ ଦେଇଛ! ନିନ୍ଦା, ଅପବାଦ, ସଂଘର୍ଷ ଯେମିତି ମୋ ପିଛା ଛାଡ଼ୁନି। ସେଦିନ ବାସର ରାତିରେ ସୁଧାଂଶୁ ମୋ ପାଖକୁ ଆସିଲା। ମୁଁ ଘୃଣାରେ ତା ମୁହଁକୁ ଚାହୁଁନଥିଲି। ସେ ମୋ ହାତକୁ ଧରିକି କହିଲା, ସରି ନେହା, ମୋତେ ଭୁଲ ବୁଝନି। ମୁଁ ମୋ ବାପା କରିଥିବା ଭୁଲ ପାଇଁ ପ୍ରାୟଶ୍ଚିତ କରିବାକୁ ଚାହେଁ। ମୁଁ ତମକୁ ଜୀବନର ସେଇ ସବୁ ଖୁସି ଦେବାକୁ ଚାହେଁ ଯାହା ତମେ ପିଲାବେଳୁ କେବେ ପାଇନ। ହଁ ନେହା, ତମେ ଯେତେବେଳେ ମୋତେ ମନରୁ ଗ୍ରହଣ କରିବ, ମୁଁ ସେତେବେଳେ ତମ ନିକଟରେ ସ୍ୱାମୀ ରୂପେ ସମର୍ପିତ ହେବି। ମୁଁ ବିନା ପ୍ରତିବାଦରେ ଅପେକ୍ଷା କରିବି। ଏବେ ଆମେ ଭଲ ସାଙ୍ଗ ହେଇପାରିବା ନା? ସୁଧାଂଶୁର କଥାରେ ଆତ୍ମୀୟତା ଥିଲା। ଆମେ ଦୁଇ ଜଣ ସାଙ୍ଗରୁ ସ୍ୱାମୀ ସ୍ତ୍ରୀର ପବିତ୍ର ବନ୍ଧନରେ କେତେବେଳେ ବାନ୍ଧି ହେଇଗଲୁ ଜଣାପଡ଼ିଲାନି। ସୁଧାଂଶୁକୁ ସାଥୀ ରୂପେ ପାଇ ମୁଁ ଜୀବନର ସବୁ କିଛି ପାଇଗଲି। ଭଗବାନ ଯେତିକି ଦୁଃଖ ଦେଇଥିଲେ, ଏବେ ତାଠାରୁ ଅଧିକ ସୁଖ ମୋ ପଣତରେ ସୁଧାଂଶୁ ରୂପେ ଢାଳି ଦେଇଥିଲେ। ଆଜି ଦୀର୍ଘ 10 ବର୍ଷ ବିତିଗଲାଣି। ମୁଁ ଆଉ ସୁଧାଂଶୁ ପରସ୍ପର ସହ ବହୁତ ଖୁସିରେ ଅଛୁ। ସୁଧାଂଶୁଙ୍କ ସାନ ଭାଇ ଶୁଭମ ମଧ୍ୟ ତାର ପରିବାର ନେଇ ସଂସାର କରି ଭଲରେ ଅଛି।